ନନା ଗୋସାଇଁ ପ୍ରତିଦିନ ଆସି ଯେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କର ଦ୍ୱାର ଫିଟାନ୍ତି ପ୍ରଭୁଙ୍କୁ ସ୍ନାନ କରାଇବା ପାଇଁ, ତାଙ୍କୁ ଲାଗେ କି ଏଇ ଜଣେ ଛୋଟ ପିଲା ଲୁଚି ଲୁଚି ଆସୁଛି, ତାଙ୍କର ପ୍ରତ୍ୟେକଟି କାମକୁ ନିରୀକ୍ଷଣ କରୁଛି। ସେ ଯେତେବେଳେ ବୁଲିକି ଅନାନ୍ତି ଦୌଡ଼ି ଚାଲିଯାଏ। କିଛି ବୁଝିପାରନ୍ତିନି ସେ ପିଲାଟି କିଏ, କାହିଁ ଆସୁଛି, କ'ଣ ଏମିତି ଲୁଚିକି ଦେଖୁଛି। କେଜାଣି ତା କଥା ତାକୁ ହିଁ ଜଣା, ତାକୁ ସେ ମନରେ ରଖନ୍ତିନି। କିନ୍ତୁ କିଛି ସମୟ ପରେ ଦେଖାଯାଏ ଯେତେବେଳେ ଗୋସାଇଁ ମହାପ୍ରଭୁଙ୍କଠାରେ ଲାଗି ହୋଇଥିବା ବିଡ଼ିଆ ପାନ କିଛି ଭୋଗ ଥାଳିରେ ରଖିଦିଅନ୍ତି। ପିଲାଟି ଚୁପଚାପ ଆସେ, ସେଥିରୁ 2-3 ଖଣ୍ଡ ବିଡ଼ିଆ ପାନ ନେଇଯାଏ। କୁଆଡ଼େ ଯେ ଚାଲିଯାଏ ସେ କଥା କେହି ଜାଣନ୍ତିନି। କିନ୍ତୁ ଗୋସାଇଁଙ୍କ ମନରେ କଥାଟିଏ ରହିଯାଏ, ଯେମିତି ହେଲେ ବି ତାକୁ ମୁଁ ଦିନେ ଧରିନେବି, ଆଉ ତା କଥା ପଚାରି ବୁଝିବି। ଆଉ ବେଳେବେଳେ ଗୋସାଇଁଙ୍କର ଟିକେ ଆଖି ଲାଗି ଯାଇଥାଏ ସେଇ ମନ୍ଦିର ବେଢ଼ାରେ। ପିଲାଟି ପୁଣି ଲୁଚି ଲୁଚିକା ଆସେ, ଭୋଗ ଥାଳିରୁ 2-4ଟା କଦଳୀ କି ଲଡ଼ୁ ନେଇ ପୁଣି ଡିଆ ମାରେ। ଗୋସାଇଁଙ୍କୁ କିନ୍ତୁ ଏଇ କଥାଟା ଭାରି ବାଧେ କି ପିଲାଟା ଆଜକୁ ଚୋରି କରୁଛି। ମୁଁ ଥାଉଁ ଥାଉଁ ହୁଏତ ମୋତେ ପଚାରିକି ନେଇପାରନ୍ତା, ଏମିତି ଡିଆ ମାରି ଚାଲିଯାଉଛି କିଆ। ଗୋସାଇଁଙ୍କ ମନରେ ଶଙ୍କା ଟିକେ ଆସିଲା। ତଥାପି ଅପେକ୍ଷାରେ ଥାନ୍ତି, କେଉଁଦିନ ଲୁଚିକି ତାକୁ ମୁଁ ଧରିବି। ଦିନେ ଦିନେ ଗୋସାଇଁ ସେ ପିଲାଟିକୁ ଅପେକ୍ଷା କରନ୍ତି। ବେଳ ବି ଟିକେ ଗଡ଼ିଯାଏ, କିନ୍ତୁ ଗୋସାଇଁ ଭାରି ସତର୍କ ଥାନ୍ତି। ତା ନହେଲେ ଗାଁ ମୁଖିଆଟା ଗାଳି ଦେବ ଯେ ଭାରି ରାଗି ମିଜାଜର ଲୋକ। କିନ୍ତୁ ସେ ପିଲାଟିର କଥାକୁ ଭାବିଲେ ଗୋସାଇଁଙ୍କୁ ଅଜବ ଲାଗେ। ହଁ, ସେ ପିଲାଟି ହିଁ ସେମିତିକା, ଭାରି ନିରୀହ, ଭାରି ସରଳ, ସବୁବେଳେ ହସ ହସ ମୁହଁ। କିନ୍ତୁ ମନ୍ଦିର ବେଢ଼ାକୁ ଆସିଲା ପରେ ନା ତା ମନଟା କୁଆଡ଼େ ଭୁଲିଯାଏ। ଦିନେ ରବି ଲୁଚିକି ଠାକୁରଙ୍କ ଭୋଗ ଥାଳିରୁ ପାନ 2ଟା ନେଉଥିଲା। ଗୋସାଇଁ ହଠାତ୍ ମାଡ଼ି ବସିଲେ ତା ହାତକୁ। ଏଥର ରବି ଠକ୍ ଠକ୍ କାନ୍ଦି ପକେଇଲା। ଗୋସାଇଁ କିନ୍ତୁ ଲୁହ ପୋଛିଦେଲେ, କୋଳରେ ବସେଇଲେ। କହ, କାହିଁ କାନ୍ଦୁଛୁ? କିଏ ତୁ? ସବୁଦିନେ ଆସୁଛୁ। ସେତେବେଳକୁ ରବି କିଛି ବି କହିପାରୁନଥିଲା, କେବଳ ଭୟରେ ଥରୁଥିଲା। ଗୋସାଇଁ କିନ୍ତୁ ବୁଝି ସାରିଥିଲେ ପିଲାଟି ସହିତ ବହୁତ କିଛି ଘଟିଯାଇଛି। କହିବା ପାଇଁ ଡର ଲାଗୁଛି ବୋଧେ। ତଥାପି ଟିକେ ଆଶ୍ୱାସନା ଦେଲେ, ଆଉ 2ଟା କଦଳୀ ଆଣିଦେଲେ ଠାକୁରଙ୍କ ଠାରୁ। ଗୋସାଇଁ ଛୋଟଟିଏ ହୋଇଥିଲି, ମା ମୋର ଆରପାରିକୁ ଚାଲିଗଲା। ମା ଗଲାବେଳେ ଏଇ ମହାପ୍ରଭୁଙ୍କୁ ଦେଖାଇ କହିଥିଲା, ଏଇଥର ସବୁ କିଛି। ମୁଁ ଯଦି ଛାଡ଼ିକି ଯାଉଛି, ଠାକୁର ତ ପାଖରେ ଅଛନ୍ତି, କେବେ ହାରିଯିବୁନି କି କେବେ ଡରିବୁନି। କାହିଁକି କେଜାଣି ସେବେଠାରୁ ଠାକୁର ମୋତେ ଭାରି ଭଲ ଲାଗନ୍ତି। ଆଉ ଜାଣିଛ, ମୋର ସାବତ ମା ଆସିଲା। ସେ ମୋର ଖାଇବା ପିଇବା କଥା କିଛି ବି ବୁଝୁନି, ମୋତେ ସବୁଦିନେ ମାରଧର କରୁଛି। ବାପା ବି ଭଲ ପାଉନାହାନ୍ତି ମୋତେ। ଘରେ ମୋତେ ଭଲ ଲାଗୁନି ଗୋସାଇଁ। ସେଇଥିପାଇଁ ସବୁଦିନେ ସକାଳୁ ମୁଁ ମହାପ୍ରଭୁଙ୍କ ପାଖକୁ ଆସୁଛି। ଆଉ ଜାଣିଛ, ତାଙ୍କର ସେଇ ସ୍ନାନ ତମେ ଯେତେବେଳେ ତାଙ୍କୁ ସ୍ନାନ କରିଦେଉଛ, ମୋତେ ଭାରି ଭଲ ଲାଗେ ଦେଖିବାକୁ। ସେଇଥିପାଇଁ ଲୁଚି ଲୁଚିକା ନୀତି ଦେଖୁଛି। ଆଉ ତମେ ସବୁଦିନ ଠାକୁରଙ୍କ ଥାଳିରେ ଯେଉଁ ବିଡ଼ିଆ ପାନ ରଖୁଛ, ମୋତେ ସେ ଭାରି ଭଲ ଲାଗେ। ଜାଣିଛ ଗୋସାଇଁ, ସେଇଥିରୁ 1-2ଟା ଖାଇଦେଲେ କଥା ସରିଲା। ଭୋକ ଶୋଷ ମୋତେ କିଛି ବି ହୁଏନି ଦିନମାନ ସାରା। ଗୋସାଇଁ ଯେତେବେଳେ ପିଲାଟି ମୋର ଏ କଥା ଶୁଣନ୍ତି, ତାଙ୍କର ଆଖି ଲୁହରେ ଭିଜି ସାରିଥିଲା। ସେ କୋଳେଇ ନେଇ କହିଲେ, ହାୟ ବିଧାତା, ଏତେ କଷ୍ଟ, ପୁଣି ଏତେ ଛୋଟ ବେଳୁ। କଷ୍ଟ କ'ଣ ମୋ ଗୋସାଇଁ, ମୋ କାଳିଆ ପରା ଅଛି। କଷ୍ଟ କିଛି ନୁହେଁ, ତାକୁ ଦେଖୁଥିବି ସବୁ ଭୁଲିଯିବି। ମୁଁ ଏବେ ଆସୁଛି ଗୋସାଇଁ, ମୋର ଡେରି ହେଲାଣି, ପାଠ ପଢ଼ିବାକୁ ଯିବି। ଏତକ କହି ରବି ଦୌଡ଼ି ଚାଲିଗଲା। ଗୋସାଇଁ କିନ୍ତୁ ଚାହିଁ ରହିଥାନ୍ତି ତାର ଫେରିବା ବାଟକୁ। କେତେବେଳେ ଛୁଆଟା ଆସିବ ଆଉ ତା ପାଇଁ ଭୋଗ କିଛି ସାଇଦେଲେ। ଏଣିକି ରବି ଆଉ ଲୁଚି ଲୁଚି ନେବନି, ସିଧା ଆସିବ ଗୋସାଇଁଙ୍କ ହାତରୁ ନେବ। ଠାକୁରଙ୍କୁ ବି କଥା ଦେଲେ, ଗୋସାଇଁ ବଞ୍ଚିଥିବା ପର୍ଯ୍ୟନ୍ତ ପିଲାଟିର ପାଖାପାଖି ରହିବି, ତାକୁ ନେଇତି ଖାଇବାକୁ ଦେବି। ତମେ ବି ଗୋସାଇଁ ତୁମର ସେ ଅପଲକ ନୟନରେ ସେମିତି ଚାହିଁ ରହିଥାଉ ପିଲାଟିକୁ। ମା ଛେଉଣ୍ଡ ଛୁଆଟା। ସତରେ ଗୋସାଇଁ ସେଦିନ ମହାପ୍ରଭୁଙ୍କ ପାଖରେ କେତେ ଗୁହାରି କଲେ। ଏଣିକି ରବି ଯେତେବେଳେ ସକାଳୁ ଆସେ
ଆଉ ଖାଲି ହାତରେ ଆସେନି। କାହା ବାଡ଼ିରୁ ହଉ ଫୁଲ ଟିକେ ତୋଳି ଆଣେ, ତୁଳସୀ ଟିକେ ଗୁନ୍ଥି ଆଣେ, ଠାକୁରଙ୍କୁ ଦିଏ। ଗୋସାଇଁ ଭାରି ଖୁସି ହେଇଯାଆନ୍ତି। ଆଉ ଗୋସାଇଁଙ୍କ ହାତରୁ ବିଡ଼ିଆ ପାନ ଆଉ ଠାକୁରଙ୍କ ପ୍ରସାଦ ପାଇ ପଢ଼ିବାକୁ ଚାଲିଯାଏ। ଏମିତି ତ ପ୍ରତିଦିନ ଚାଲେ। ଦିନେ ଗୋସାଇଁ ଯେତେବେଳେ ମହାପ୍ରଭୁଙ୍କର ଦ୍ୱାର ଖୋଲିବାକୁ ଆସନ୍ତି, ଦେଖିଲେ ଦ୍ୱାରରେ କେହି ଜଣେ ଶୋଇଛି। ହାତ ମାରି ଦେଖନ୍ତି ତ ଦେହରେ ଭୀଷଣ ଜ୍ୱର। ଉଠେଇକି ଦେଖିଲା ବେଳକୁ ଆଉ କେହି ନୁହେଁ, ସେଇ ଛୋଟ ପିଲା ରବି। କୋଳେଇ ନେଲେ ସଙ୍ଗେ ସଙ୍ଗେ। କିରେ, କେତେବେଳଠାରୁ ଆସିଲୁଣି? ରବି କାନ୍ଦି କାନ୍ଦି କହୁଥାଏ, ରାତିଠଉଁ ଭୀଷଣ ଜ୍ୱର, ସେ ଏମିତି ଶୋଇଛୁ ଏଇଠି, ମୋ ଘରକୁ ତ ଯାଇପାରିଥାନ୍ତୁ। ରବି କିନ୍ତୁ କିଛି ବି କହିଲାନି। ଗୋସାଇଁ କହିଲେ, ଶାନ୍ତେ, ତୁମର ପୂଜା ଆଜି ବିଳମ୍ବ ହେବ। ଗାଁର ମୁଖିଆ କଥା ତ ଜାଣିଥିବ, ସିଏ ତମକୁ ଲାଗିଲା ରବିକୁ ଡାକ୍ତରଖାନା ଟିକେ ନେଇଯାଉଛି। ଜାଣିଛ ତ ଶାନ୍ତେ, ଏତେ ବଡ଼ ଦୁନିଆରେ ତା କଥା ବୁଝିବାକୁ କେହି ନାହାନ୍ତି। ଗୋସାଇଁ ଆଉ ଡେରି ନ କରି ସିଧା ନେଇଗଲେ ଡାକ୍ତରଖାନା, ଆଉ ତା ପାଖରେ ରହି ତାର ଟ୍ରିଟମେଣ୍ଟ କଲେ। ଏପଟେ କିନ୍ତୁ କଥାଟା ଚହଳ ପଡ଼ିଗଲା ସାରା ଗାଁଟା ଯାକରେ। ମୁଖିଆ ଭାରି ଜୋରରେ ରାଗିଗଲେ ସେଦିନ। ଯେହେତୁ ସେ ଖଳ ପ୍ରକୃତିର ଲୋକ ଥିଲେ, ଧାଇଁ ଆସିଲେ ତାଙ୍କ ଦଳବଳ ଘେନି କି ସେ ଗୋସାଇଁଙ୍କୁ ମନ୍ଦିରରୁ ବାହାର କରାଯିବ। ସେ ଆଉ ସେଠି ପୂଜା କରିପାରିବେନି। ଏତେ ସାହସ ତାର! ମହାପ୍ରଭୁ କାଳିଆ ସାଆନ୍ତଙ୍କର ପୂଜା ବନ୍ଦ କରିଦେଇଛି, ସବୁକିଛି ଅନର୍ଥ କରିଦେଲା। ଆଉ ଥରେ ମନ୍ଦିର ପୂଜା କରିବାକୁ ପଡ଼ିବ। କେତେ କ'ଣ କଟକଣା ଲଗେଇଦେଲା ଗାଁ ମୁଖିଆ। ଏସବୁ କିନ୍ତୁ ସହିପାରିଲେନି ଗୋସାଇଁ। କାହିଁକି ନା ସେ ମହାପ୍ରଭୁ ଜଗନ୍ନାଥଙ୍କୁ ନିଜ ଜୀବନଠାରୁ ବି ଅଧିକ ଭଲ ପାଆନ୍ତି, ଯାହାଙ୍କୁ ଦଣ୍ଡେ ନ ଦେଖିଲେ ପାଗଳ ପରିକା ହୋଇଯାଆନ୍ତି। ଆଜି ତାଙ୍କୁ ଗାଁ ମୁଖିଆ ମନ୍ଦିର ବାରଣ କରୁଛି, କେବେ ପୂଜା କରିବନି ବୋଲି କଥା ଦେଇ ସାରିଲାଣି। କ'ଣ ଯେ କରିବେ କିଛି ବି ଭଲ ଲାଗୁନଥାଏ। ଏପଟେ ରବିଟା ଧୀରେ ଧୀରେ ସୁସ୍ଥ ହୋଇଛି, ସିଏ ବି ଗାଁ ମୁଖିଆଙ୍କ ପାଦ ତଳେ ପଡ଼ିଗଲା। ଗୋସାଇଁଙ୍କର କିଛି ଭୁଲ ନାହିଁ। ମୁଁ ତାଙ୍କୁ କହିଥିଲି ମୋର ଦେହ ଖରାପ ଥିଲା। ମୁଖିଆ କିନ୍ତୁ କିଛି ବୁଝିଲାନି ସେଦିନ। ଏଡ଼େක ବୋକାନାଗୁରୁ ପିଲା, ତୋତେ ମେଡ଼ିକାଲ ନେବାକୁ ଆଉ କେହି ନାହାନ୍ତି? ମୁଖିଆ କିନ୍ତୁ ସ୍ଥିର କରିସାରିଥିଲା କି ଆଜିକଟା ସେମିତି ପୂଜା କରିବୁ। ରାତି ପାଇଲେ ଆଉ ଗୋଟେ ନୂଆ ବ୍ରାହ୍ମଣ ଆଣିବୁ। ଠାକୁରଙ୍କୁ ସେ ନିତି ପୂଜା କରିବ। ଆଉ ଠାକୁରଙ୍କର ନୀତିକାନ୍ତିରେ ଯେମିତି ବିଳମ୍ବ ନ ହୁଏ। ଏ କଥା ଯେତେବେଳେ ଶୁଣନ୍ତି, ଗୋସାଇଁଙ୍କ ଆଖିରେ ଲୁହ ଆଉ ବୋଲ ମାନିଲାନି। ହାତ ଯୋଡ଼ି ଦେଇ କହିଲେ, ଶାନ୍ତେ, ଅନାଥ ଛୁଆଟା, ତାକୁ ସାହାଯ୍ୟ କରିବା ଏଡ଼େ ବଡ଼ ଅପରାଧ? ହଉ ମଣିମା, ଯାହା ତୁମ ଇଚ୍ଛା। ଯଦି ତୁମର ଇଚ୍ଛା ନାହିଁ ଏ ପୋଡ଼ା ମୁହଁକୁ ଦେଖିବା ପାଇଁ, ମୁଁ କିଆଁ ଆସିବି? ଯାହା ତୁମେ କରିବ। କଥାରେ ନାହିଁ, ଯାହା କରିବେ ସାଇଁ କାହାରି ହାତରେ ନାହିଁ। ଏପଟେ ରବିଟା ଠାକୁରଙ୍କୁ ସେଦିନ କେତେ ନେଉଛାଳି ହେଲା। ଆଜି ମୋରି ପାଇଁ ବ୍ରାହ୍ମଣ ଗୋସାଇଁ କେତେ ନିନ୍ଦା ଅପବାଦ ଶୁଣିଲେ। ଆଉ ମୁଖିଆଟା ତାଙ୍କୁ ପୂଜା କରିବାର ବିରତି କଲା। ଜାଣିଛ ଶାନ୍ତେ, ଗୋସାଇଁ ତୁମକୁ ଭାରି ଭଲ ପାଆନ୍ତି। ଆଉ ତାଙ୍କ ହାତରୁ ନିତି ମୁଁ ବିଡ଼ିଆ ପାନ ଖାଏ। ଭୋକ ଶୋଷ ମୋର ଭୁଲିଯାଏ। ସେ ଯଦି ନ ରହିବେ ନା, କଥା ଦେଉଛି ଶାନ୍ତେ, ମୁଁ ବି ଆଉ ଯିବିନି। ଯେତେବେଳେ ରବି ଏତକ ଠାକୁରଙ୍କୁ କହି ଅଭିମାନ କରିଛି, ମହାପ୍ରଭୁ କାଳିଆ ସାଆନ୍ତ କେମିତି ବା ସହନ୍ତେ? ଭକ୍ତ ବତ୍ସଳ ଭଗବାନ, ଭକ୍ତ ତାଙ୍କର ଅସୁବିଧାରେ। ମୁଖିଆ ଖାଇ ପିଇ ନିଘୋଡ଼ ନିଦ୍ରାରେ ଶୋଇଥାଏ। ସେ ସ୍ୱପ୍ନ ଦେଖୁଥାଏ, ଦିବ୍ୟ ମୂରତିଟିଏ। କେହି ଜଣେ କଳା ପୁରୁଷ ଚାଲି ଚାଲି ଆସିଲେ, ଆଉ କହିବାକୁ ଲାଗିଲେ, ତିନି ଗାଁରୁ ନନା ଆଣି ମୋତେ ପୂଜା କରିବା କିଛି ବି ଆବଶ୍ୟକ ନାହିଁ। ଯିଏ ପୂଜା କରୁଛି ନା, ତାକୁ ମୁଁ ଭାରି ଭଲ ପାଏ। ଜଣେ ସରଳ, ନିଷ୍କପଟ ଆଉ ଆଦର୍ଶବାନ ଲୋକ ସେ। ତାଙ୍କୁ ଭାରି ଭଲ ପାଏ ମୁଁ। ସେ ପ୍ରତିଦିନ ସମସ୍ତଙ୍କର ସୁଖ ଚାହାନ୍ତି, ସମସ୍ତଙ୍କର ମଙ୍ଗଳ ଚାହାନ୍ତି। ଭଲ ଲୋକଟିଏ। ସେମିତିକା ମଣିଷ ସମାଜ ପାଇଁ ଉପଯୁକ୍ତ। କହିଲୁ, ଯଦି ରବି ତୋ ପୁଅ ହୋଇଥାନ୍ତା, ତାକୁ କ'ଣ ଏମିତି ମରଣ ମୁହଁକୁ ଠେଲି ଦେଇଥାନ୍ତୁ? ତା ଛଡ଼ା ଭକ୍ତ ମୋର ଅସୁବିଧାରେ, ସେ ମୋ ଭକ୍ତର ଜୀବନ ବଞ୍ଚେଇଛି। ତାଠାରୁ ବଡ଼ କାମ ଆଉ ବା କ'ଣ ଅଛି? ଏତିକିରେ ମୁଖିଆର ନିଦ ଭାଙ୍ଗି ଯାଇଛି। ସେ ସବୁ ବୁଝିପାରିଥିଲା। ସ୍ୱପ୍ନରେ ମହାପ୍ରଭୁ ଜଗନ୍ନାଥ ଆସିଥିଲେ। ସତରେ କେଡ଼େ ଭୁଲ କରିବାକୁ ମୁଁ ଯାଉଛି, କେତେ ବଡ଼ ପାପ କାମ କରିବାକୁ ଯାଉଛି। ଗୋସାଇଁ, କ୍ଷମା କରିଦିଅ ମୋତେ। ସେଇ ଅଧରାତିରେ ମୁଖିଆ ଧାଇଁଲା ଗୋସାଇଁଙ୍କ ଘରକୁ।
ରାତି ଅଧରେ କବାଟ ଠକ୍ ଠକ୍ କଲା। ଗୋସାଇଁ ବି ଚମକି ପଡ଼ିଲେ। ଆରେ ଏତେ ରାତିରେ? କବାଟ ଖୋଲି ଦେଖନ୍ତି ତ ପାଦ ତଳେ ଗାଁର ମୁଖିଆ। କ୍ଷମା କରିଦିଅ ଗୋସାଇଁ, ମୁଁ ତୁମକୁ ଭୁଲ ବୁଝିଥିଲି। ଜାଣିଛ, ମହାପ୍ରଭୁ କାଳିଆ ସାନ୍ତ ମୋ ଆଖି ଖୋଲି ଦେଇଛନ୍ତି। ସତରେ ତମେ ତାଙ୍କର ପରମ ଭକ୍ତ। ଆଉ ରବି, ସେ ରବିକୁ ଭାରି ଭଲ ପାଆନ୍ତି। ଗୋସାଇଁ ଗାଁ ମୁଖିଆଙ୍କ ହାତକୁ ଧରି ନେଲେ। ଆଉ କହିବାକୁ ଲାଗିଲେ, ତୁମେ ତୁମ ଭୁଲକୁ ବୁଝିପାରିଲ, ସେତିକି ହିଁ ବଡ଼ କଥା। ତୁମକୁ କ୍ଷମା କରିବାକୁ ମୁଁ ବାକି। ସବୁ ସେଇ ଠାକୁରଙ୍କ ଇଚ୍ଛା। ଲୋକମାନେ ରୁଣ୍ଡ ହୋଇଥାନ୍ତି। ନୂଆ ଗୋସାଇଁ ଆସିବେ, ଠାକୁରଙ୍କର ପୂଜା ହେବ। ଅପେକ୍ଷାରେ ଥାନ୍ତି ଗାଁ ମୁଖିଆ ଆଉ ସେଇ ଗୋସାଇଁଙ୍କର। କିନ୍ତୁ ଏ କି ଚମତ୍କାର ଦୃଶ୍ୟ! ଗୋସାଇଁଙ୍କ ସହିତ ଗାଁ ମୁଖିଆ ବି ଆସୁଛନ୍ତି। ଆଉ ଗାଁ ମୁଖିଆ ସମସ୍ତଙ୍କୁ ହାତ ଯୋଡ଼ି ଦେଇ କହୁଛନ୍ତି, କ୍ଷମା କରିଦିଅ ସମସ୍ତେ, ମୁଁ ମୋର ନିଷ୍ପତ୍ତିକୁ ବଦଳାଇ ନେଉଛି। ମହାପ୍ରଭୁ କାଳିଆ ସାନ୍ତଙ୍କର ପୂଜା ଏଇ ଗୋସାଇଁ କରିବେ। ଆଉ ରବି, ସିଏ ଆଉ ଏମିତି ଲୁଚି ଲୁଚିକା ବିଡ଼ିଆ ପାନ ନେବନି କି ଠାକୁରଙ୍କ ଥାଳିରୁ ଭୋଗ ବି ନେବନି। ସେଇଦିନଠାରୁ ରବି ଚୁପଚାପ ଆସେ। ଅରୁଣସ୍ତମ୍ଭ ପଛରେ ରହି ମହାପ୍ରଭୁ କାଳିଆ ସାନ୍ତଙ୍କର ଦିବ୍ୟ ସ୍ନାନକୁ ଦେଖେ। ଆଉ ବିଡ଼ିଆ ପାନ ଖଣ୍ଡେ ନେଇ ତା କାମରେ ଚାଲିଯାଏ। ପୁଣି ପଛରେ ଆସି ଗୋସାଇଁଙ୍କ ହାତରୁ ପ୍ରସାଦ ପାଏ। ଏବେ କିନ୍ତୁ ସମୟ ଗଡ଼ିଯାଇଛି। ରବି ବି ବଡ଼ ହୋଇଯାଇଛି। ଗୋଟେ ପ୍ରାଇଭେଟ୍ କମ୍ପାନୀରେ ଚାକିରି ବି କରିଛି। କିନ୍ତୁ ସେ ତାର ଅଭ୍ୟାସକୁ ଭୁଲିନି। ଅବଶ୍ୟ ଫେରୁ ଫେରୁ ଟିକେ ରାତି ହୋଇଯାଏ। କିନ୍ତୁ ଗୋସାଇଁ ରବିର ଅପେକ୍ଷାରେ ଥାନ୍ତି। କେତେବେଳେ ଭକ୍ତ ଆଉ ଭଗବାନଙ୍କର ଅପୂର୍ବ ମିଳନ ଘଟିବ, ଆଉ ସେ ଟିକେ ଲୁଚି ଲୁଚିକା ଦେଖିବେ। ରବି ହାତ ଯୋଡ଼ି ଦେଇ କୁହେ, କାଳିଆରେ, ତୋତେ ଭଲ ଲାଗେ ଦେବଙ୍କ ସ୍ନାନ, ହେଲେ ମୋତେ ଭଲ ଲାଗେ ତୋ ବିଡ଼ିଆ ପାନ। ନମସ୍କାର। ଛୋଟ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଖୁସିରେ ଥାନ୍ତୁ, ସମସ୍ତେ ଭଲରେ ଥାନ୍ତୁ। ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ ମୋର, କ୍ଷମା କରିବାକୁ ଅନୁରୋଧ। ପୁଣି ଦେଖାହେବ ନୂଆ କାହାଣୀ, ନୂଆ ଅନୁଭୂତି, ନୂଆ ଭିଡ଼ିଓକୁ ନେଇ। ଜୟ ଶ୍ରୀ ଜଗନ୍ନାଥ।